का क्या कहना। ओम शांति। 13 मई 24 मधुर महावाक्य। मिठे बाबा कहे, मिठे बच्चे तुमे माने एठाकू मनुष्यरू देवता हेबार ट्यूशन हेबा पाई आसीछ। कौड़ीरू हीरा हेउछ। प्रश्न, तुम मानंकु एही पाठ पढ़ारे कौनसी खर्च लागू नाही काहेकि? उत्तर, काहेकि ना तुमर पिता ही शिक्षक अटंती। पिता संतान मानक ठारू खर्च किपरि नेबे? तुमे माने बाबांकर संतान होईगल, बाबांक कोलकू आसीगल, तेणु वर्षा अर्थात संपत्तिर हकदार होईगल। तुमे पिला माने बिना खर्चरे कौड़ीरू हीरा तुल्य देवता हेउछ। भक्तिरे तीर्थकू गले दान पुण्य कले खर्च ही खर्च होइथाए। एठारे तो बाबा संतान मानकू राजत्व देउछंती, समस्त संपत्ति मागणारे देउछंती। केवल पवित्र हुओ एवं संपत्ति निय। ओम शांति। पिला माने जानुछंती जे आमे हेउछु ईश्वरीय विद्यार्थी, तेबे बाबांकर विद्यार्थी माने कौन सबू पढ़ुछ? आमे मनुष्यरू देवता हेबा पाई ट्यूशन हेउछु। आमे आत्मा माने परमपिता परमात्मा को निकटरे ट्यूशन हेउछु। एबे बुझीगलु जे जन्म जन्मांतर निजकू देह बोली भाबुथिलु, आत्मा नुहे। लौकिक पिता ट्यूशन पाई अन्य स्थान को पठाई थांती और सद्गति पाई अन्य स्थान को पठाई थांती। बाबा बुढ़ा हो गले तांको वानप्रस्थ नेबा पाई इच्छा होई थाए, किंतु वास्तव रे वानप्रस्थर अर्थकू तो केही भी जानी नाहंती। बाणीर ऊर्ध्व को आमे किपरि जाई परिबु बुझी पारु नाहंती। एबे तो आमे पतित होई जाइछु। ଯେଉଁଠାରୁ ଆମେ ଆତ୍ମାମାନେ ଆସିଛୁ ସେଠାରେ ସମସ୍ତେ ପବିତ୍ର ଥିଲୁ। ଏଠାକୁ ଆସି ଅଭିନୟ କରି କରି ପତିତ ହୋଇଯାଇଛୁ। ଏବେ ପୁଣି କିଏ ପବିତ୍ର କରିବ? ଡାକୁଛନ୍ତି, ହେ ପତିତ ପାବନ ଆସ। ଗୁରୁମାନଙ୍କୁ ତ କେହି ପତିତ ପାବନ କହିପାରିବେ ନାହିଁ। ଗୁରୁ କଲେ ମଧ୍ୟ ଯଦି ଜଣଙ୍କ ପ୍ରତି ପୂର୍ଣ୍ଣ ବିଶ୍ୱାସ ହେଉନାହିଁ ତେବେ ପରଖିଥାନ୍ତି। ଏଇଭଳି କୌଣସି ଗୁରୁ ମିଳିଯାଆନ୍ତୁ ଯିଏ ଆମକୁ ନିଜର ଘର ଅଥବା ବାନପ୍ରସ୍ଥ ଅବସ୍ଥାରେ ପହଞ୍ଚାଇ ପାରିବେ। ଏଥିପାଇଁ ବହୁତ ଉପାୟମାନ କରିଥାନ୍ତି। ଯଦି କେଉଁଠି ଶୁଣିଲେ ଯେ ଅମୁକ ବ୍ୟକ୍ତିଙ୍କର ବହୁତ ମହିମା ରହିଛି ତେବେ ସେଠାକୁ ଯାଇଥାନ୍ତି। ଯେଉଁମାନେ ଏହି କଳ୍ପବୃକ୍ଷର ଚାରା ଅଟନ୍ତି ତାଙ୍କୁ ହିଁ ତୁମର ଜ୍ଞାନର ତୀର ଲାଗିଥାଏ। ବୁଝି ଯାଆନ୍ତି ଯେ ଏହା କେତେ ସ୍ପଷ୍ଟ କଥା। ତେବେ ନିଶ୍ଚିନ୍ତ ରୂପେ ତୁମେ ବାନପ୍ରସ୍ଥ ଅବସ୍ଥାକୁ ପ୍ରାପ୍ତି କରୁଛ ନା? ଏହା ତ କୌଣସି ବଡ଼ କଥା ନୁହେଁ। ଶିକ୍ଷକଙ୍କ ପାଇଁ ସ୍କୁଲରେ ପାଠ ପଢ଼ାଇବା କୌଣସି ବଡ଼ କଥା ନୁହେଁ। ଭକ୍ତମାନଙ୍କୁ କ'ଣ ଆବଶ୍ୟକ ଏହା ମଧ୍ୟ କାହାକୁ ଜଣା ନାହିଁ। ଏବେ ତୁମେ ପିଲାମାନେ ଏହି ଡ୍ରାମାର ଚକ୍ରକୁ ଭଲ ଭାବେ ବୁଝିଗଲଣି। ତୁମେ ପିଲାମାନେ ବୁଝୁଛ ଯେ ନିଶ୍ଚିନ୍ତ ରୂପେ ବାବା ହିଁ ସମ୍ପତ୍ତି ଦେଇଥିଲେ, ଯାହାକି ବର୍ତ୍ତମାନ ପୁନର୍ବାର ଦେଉଛନ୍ତି। ପୁଣି ଆମେ ସେହି ଅବସ୍ଥାକୁ ଆସିଯିବୁ, ତାହା ତ ତୁମେ ସନ୍ତାନମାନେ ହିଁ ବୁଝୁଛ। ପ୍ରଥମେ ମୁଖ୍ୟ କଥା ହେଲା ପବିତ୍ର ହେବା ପାଇଁ ବାବାଙ୍କୁ ମନେ ପକାଇବାକୁ ହେବ। ଲୌକିକ ପିତାଙ୍କ କଥା ତ ସମସ୍ତଙ୍କର ମନେ ଥାଏ, ପାରଲୌକିକ ପିତାଙ୍କୁ ତ କେହି ଜାଣି ହିଁ ନାହାନ୍ତି। ଏବେ ତୁମେ ଅନୁଭବ କରୁଛ ଯେ ନିଜକୁ ଆତ୍ମା ମନେକରି ବାବାଙ୍କୁ ମନେ ପକାଇବା ସହଜରୁ ସହଜ ମଧ୍ୟ କଷ୍ଟରୁ କଷ୍ଟ ମଧ୍ୟ ଅଟେ। आत्मा बहुत सूक्ष्म तारका सदृश अटे। बाबा मध्य तारका सदृश। सी संपूर्ण पवित्र आत्मा एवं ये ब्रह्मा बाबा संपूर्ण अपवित्र। संपूर्ण पवित्रता आत्मार संग ही उद्धार करे। ये तो केवल जड़े ही अटंती, जहाँकर संगर ही मिल पारिब। संगत निश्चिंत रूपे आवश्यक। पुणी 5 विकार रूपी रावणर कुसंग मध्य मिलुची, तांकु कुआ जाउची रावण संप्रदाय। तुमे एबे राम संप्रदाय होछ। तुमे राम संप्रदायर होइगले पुणी एही रावण संप्रदाय आउ रहिब नाही। एही ज्ञान एबे तुमମାନଙ୍କ बुद्धिरे अछि। भगवान को ही राम कुआ जाए। भगवान ही आसी राम राज्य स्थापना करुछंती, अर्थात सूर्यवंशी राज्य स्थापना करुछंती। वास्तव रे राम राज्य मध्य कुआ जिब नाही, किंतु बुझाइबा पाई सुविधा हेउची, तेणु राम राज्य और रावण राज्य बोली कुआ जाउची। वास्तव रे ता हेउची सूर्यवंशी राज्य।
ତୁମର ଏକ ଛୋଟ ବହି ମଧ୍ୟ ରହିଛି, ହୀରା ତୁଲ୍ୟ ଜୀବନ କିପରି ହେବ। ତେବେ ହୀରା ତୁଲ୍ୟ ଜୀବନ କାହାକୁ କୁହାଯାଏ? ଏ କଥା ତୁମମାନଙ୍କ ବ୍ୟତୀତ ମନୁଷ୍ୟ କ'ଣ ବୁଝିବେ? ସେଥିରେ ଲେଖିବା ଦରକାର, ହୀରା ତୁଲ୍ୟ ଦେବତା ସମାନ ଜୀବନ କିପରି ହେବ। ଦେବତା ଶବ୍ଦ ମଧ୍ୟ ମିଶି ରହିବା ଦରକାର। ତୁମେ ଅନୁଭବ କରୁଛ ଯେ ଆମେ ଏଠାରେ ହୀରା ତୁଲ୍ୟ ଜୀବନ ଗଢ଼ୁଛୁ, ତାହା ମଧ୍ୟ ବାବାଙ୍କ ବ୍ୟତୀତ ଆଉ କେହି କରିପାରିବେ ନାହିଁ। ଏହା ବହୁତ ଭଲ ପୁସ୍ତକ, କିନ୍ତୁ ସେଥିରେ କେବଳ ଏହି ଶବ୍ଦ ସଂଯୋଗ କର। ତୁମ ବିନା ଧନ ଖର୍ଚ୍ଚରେ ଆସୁରୀ କଉଡ଼ି ତୁଲ୍ୟ ଜନ୍ମରୁ ଦୈବୀ ହୀରା ତୁଲ୍ୟ ଜନ୍ମ ଗୋଟିଏ ସେକେଣ୍ଡରେ ପ୍ରାପ୍ତ କରିପାରିବ। ଯେପରିକି ପିତାଙ୍କ କୋଳରେ ପୁତ୍ର ଜନ୍ମ ହେବା ମାତ୍ରକେ ସମ୍ପତ୍ତିର ଅଧିକାରୀ ହୋଇଯାଇଥାଏ। ସେଇଥିପାଇଁ ପିଲାର ପଇସା ଖର୍ଚ୍ଚ ହେଉଛି କି? କୋଳରେ ଜନ୍ମ ନେଲେ ଏବଂ ସମ୍ପତ୍ତିର ଅଧିକାରୀ ହେଲେ ଖର୍ଚ୍ଚ ତ ପିତା କରିଥାନ୍ତି, ପୁତ୍ର ନୁହେଁ। ବର୍ତ୍ତମାନ ତୁମେ କ'ଣ ଖର୍ଚ୍ଚ କରୁଛ? ବାବାଙ୍କର ହେବା ପାଇଁ କୌଣସି ଖର୍ଚ୍ଚ କରିବାକୁ ପଡ଼ୁଛି କି? ନା। ଯେପରି ଲୌକିକ ପିତାଙ୍କ ସନ୍ତାନ ହେବାରେ କୌଣସି ଖର୍ଚ୍ଚ କରିବାକୁ ପଡ଼ୁନାହିଁ, ସେହିପରି ପାରଲୌକିକ ପିତାଙ୍କ ସନ୍ତାନ ହେବାର କୌଣସି ମଧ୍ୟ ଖର୍ଚ୍ଚ କରିବାକୁ ପଡ଼ୁନାହିଁ। ଏହି ପାଠପଢ଼ା ତ ବାବା ହିଁ ଆସି ପଢ଼ାଉଛନ୍ତି। ପାଠ ପଢ଼ାଇ ଦେବତା କରୁଛନ୍ତି। ତୁମେ ତ ଛୋଟ ପିଲା ନୁହଁ, ବଡ଼ ପିଲା। ବାବାଙ୍କର ହେବା ଦ୍ୱାରା ବାବା ତୁମକୁ ଶ୍ରୀମତ ଦେଉଛନ୍ତି। ତୁମକୁ ନିଜର ରାଜଧାନୀ ସ୍ଥାପନା କରିବାକୁ ହେବ। ସେଥିପାଇଁ ନିଶ୍ଚିତ ରୂପେ ପବିତ୍ର ହେବାକୁ ପଡ଼ିବ। ଏଥିରେ ତ କିଛି ବି ଖର୍ଚ୍ଚ କରିବାକୁ ପଡ଼ୁନାହିଁ। ଗଙ୍ଗା ସ୍ନାନ କରିବା ପାଇଁ ଯାଉଛନ୍ତି, ଅନ୍ୟ ସ୍ଥାନକୁ ତୀର୍ଥ କରିବାକୁ ଯାଉଛନ୍ତି, ଖର୍ଚ୍ଚ ତ କରିବାକୁ ପଡ଼ୁଛି। ତୁମମାନଙ୍କୁ ବାବାଙ୍କ ଉପରେ ନିଶ୍ଚୟ ଆସିଗଲା। ଏଥିରେ ଖର୍ଚ୍ଚ କରିବାକୁ ପଡ଼ିଲା କି? ତୁମ ନିକଟକୁ ସେବା କେନ୍ଦ୍ରକୁ ଆସୁଛନ୍ତି। ତୁମେ ସେମାନଙ୍କୁ କହୁଛ, ଏବେ ଅବିନାଶୀ ପିତାଙ୍କୁ ମନେ ପକାଅ, ସମ୍ପତ୍ତିର ଅଧିକାରୀ ହୁଅ। ସେ ପିତା ଅଟନ୍ତି ନା? ବାବା ସ୍ୱୟଂ କହୁଛନ୍ତି, ଯଦି ମୋର ସମ୍ପତ୍ତି ତୁମକୁ ଦରକାର, ତେବେ ପତିତରୁ ପବିତ୍ର ହୁଅ, ତେବେ ପବିତ୍ର ବିଶ୍ୱର ମାଲିକ ହୋଇପାରିବ। ଏହା ମଧ୍ୟ ନିଶ୍ଚିନ୍ତ ଜାଣିଛ ଯେ ବାବା ବୈକୁଣ୍ଠ ସ୍ଥାପନା କରୁଛନ୍ତି। ଏହି କଥାକୁ ବୁଦ୍ଧିମାନ ପିଲାମାନେ ବହୁତ ଭଲ ଭାବରେ ବୁଝିଥାନ୍ତି। ଲୌକିକ ବିଦ୍ୟାର୍ଜନ ପାଇଁ କେତେ ଖର୍ଚ୍ଚ କରିବାକୁ ପଡ଼ୁଛି। ଏଠାରେ ତ କିଛି ବି ଖର୍ଚ୍ଚ ନାହିଁ। ଆତ୍ମା କହୁଛି, ମୁଁ ଅବିନାଶୀ, ଏହି ଶରୀର ବିନାଶ ହୋଇଯିବ, ସନ୍ତାନ ସନ୍ତତି ଆଦି ସମସ୍ତଙ୍କର ବିନାଶ ହୋଇଯିବ। ଆଚ୍ଛା, ପୁଣି ଏତେ ଧନ ସମ୍ପତ୍ତି ଯାହା ଠୁଳ କରିଛ, ତାହା କ'ଣ କରିବ? ବିଚାର ତ ଚାଲୁଥିବ ନା। କେହି କେହି ସାହୁକାର ମଧ୍ୟ ଅଛନ୍ତି। ମନେକର ତାଙ୍କର କେହି ଉତ୍ତରାଧିକାରୀ ନାହାନ୍ତି ଏବଂ ତାଙ୍କୁ ଜ୍ଞାନ ପ୍ରାପ୍ତି ହେଉଛି। ତେବେ ଭାବୁଛନ୍ତି, ଏ ଅବସ୍ଥାରେ ମୁଁ ପଇସା କ'ଣ କରିବି? ଶିକ୍ଷା ତ ରୋଜଗାରର ପନ୍ଥା ଅଟେ। ବାବା କହିଥିଲେ, ଆବ୍ରାହମ ଲିଙ୍କନ ବହୁତ ଗରିବ ଥିଲେ। ରାତ୍ରିରେ ଅନିଦ୍ରା ହୋଇ ପଡ଼ୁଥିଲେ। ପାଠ ପଢ଼ି ଏତେ ଯୋଗ୍ୟ ହୋଇଗଲେ ଯେ ସେ ରାଷ୍ଟ୍ରପତି ହୋଇଗଲେ। ଖର୍ଚ୍ଚ କରିବାକୁ ପଡ଼ିଲା କି? କିଛି ହେଲେ ମଧ୍ୟ ଖର୍ଚ୍ଚ କରିବାକୁ ପଡ଼ୁନାହିଁ। ବହୁତ ଗରିବ ପିଲା ଅଛନ୍ତି, ଯେଉଁମାନଙ୍କ ଠାରୁ ସରକାର ପାଠପଢ଼ା ପାଇଁ ପଇସା ନେଉନାହିଁ। ଏହିଭଳି ତ ବହୁତ ଖର୍ଚ୍ଚ ପଡ଼ିଲା ନାହିଁ। ତେଣୁ ସେ ମଧ୍ୟ ବିନା ଖର୍ଚ୍ଚରେ ରାଷ୍ଟ୍ରପତି ହୋଇଗଲେ, କେତେ ଉଚ୍ଚ ପଦ ପାଇଗଲେ। ଏହି ଈଶ୍ୱରୀୟ ସରକାର ମଧ୍ୟ ପାଠପଢ଼ା ପାଇଁ କୌଣସି ପାଉଣା ନେଉନାହିଁ। ଜାଣୁଛନ୍ତି ଯେ ଦୁନିଆରେ ତ ସମସ୍ତେ ଗରିବ। ଯଦିଓ କେହି ଧନବାନ ଲକ୍ଷପତି କୋଟିପତି ଅଛନ୍ତି, ତାଙ୍କୁ ବି ଗରିବ କୁହାଯିବ। ଆମେ ତାଙ୍କୁ ସାହୁକାର କରୁଛୁ, ଯଦିଓ କେତେ ବି ଧନ ଥାଉ। ତୁମେ ଜାଣିଛ, ଏସବୁ ବାକି ଅଳ୍ପ ଦିନ ପାଇଁ। ଏସବୁ କିଛି ମାଟିରେ ମିଶିଯିବ। ତେଣୁ ଗରିବ ହେଲେ ନା। ସବୁ କିଛି ନିର୍ଭର କରୁଛି ପାଠପଢ଼ା ଉପରେ। ବାବା ପିଲାମାନଙ୍କ ଠାରୁ ପାଠପଢ଼ାର ପ୍ରତିଦାନରେ କ'ଣ ନେବେ? ବାବା ତ ବିଶ୍ୱର ମାଲିକ ଅଟନ୍ତି। ପିଲାମାନେ ମଧ୍ୟ ଜାଣିଛନ୍ତି, ଆମେ ଭବିଷ୍ୟତରେ ଏଇଭଳି ହେବୁ। ମୁଁ ଆସିଛି ଏହି ଦୁନିଆର ସ୍ଥାପନା କରିବା ପାଇଁ। ତୁମକୁ ବ୍ୟାଚରୁ ମଧ୍ୟ ଏହି କଥାକୁ ବୁଝାଇବାକୁ ହେବ। ଦିନକୁ ଦିନ କେତେ ନୂଆ ନୂଆ ଉଦ୍ଭାବନ ହେବାରେ ଲାଗିଛି। ଶିବ ବାବା କହୁଛନ୍ତି, ମୋର ଯେଉଁ ଆତ୍ମା ଅଛି, ତା ଭିତରେ ସମସ୍ତ ଅଭିନୟ ଭରି ହୋଇ ରହିଛି। ଯିଏ ବିକାରୀ ପତିତ ହୋଇଯାଇଛନ୍ତି, ତାଙ୍କୁ ହିଁ ବାବା ଆସି ପବିତ୍ର କରୁଛନ୍ତି। ଏହା ତ ତୁମେ ଜାଣିଛ ଯେ 5000 ବର୍ଷ ପୂର୍ବରୁ ମଧ୍ୟ ବାବାଙ୍କ ଠାରୁ ବିଶ୍ୱର ବାସା ହିଁ ନେଇଥିଲୁ। ମୁଖ୍ୟ କଥା ହେଲା, ବାବା କହୁଛନ୍ତି, ମୋତେ ମନେ ପକାଅ। ଏ କଥା ତୁମମାନଙ୍କ ସମ୍ମୁଖରେ କହୁଛନ୍ତି। ରଥ ମିଳିଗଲା, ତେଣୁ ବାବା ମଧ୍ୟ ଆସିଗଲେ।
ନିର୍ଦ୍ଦିଷ୍ଟ ରଥ ମଧ୍ୟ ନିଶ୍ଚିନ୍ତ ରୂପରେ ରହିବ ନା। ଏହା ପୂର୍ବ ନିର୍ଦ୍ଧାରିତ ଡ୍ରାମା ଅଟେ। ଏଥିରେ କେବେ ହେଲେ ପରିବର୍ତ୍ତନ ହୋଇପାରିବ ନାହିଁ। କହୁଛନ୍ତି ଏହି ହୀରା ଲୀଳାର ବ୍ୟବସାୟୀ କିପରି ପ୍ରଜାପିତା ବ୍ରହ୍ମା ହୋଇପାରିବେ? ଜାଣିଛନ୍ତି ଇଏ ଗହଣା ବ୍ୟବସାୟୀ ଥିଲେ। ହୀରା ଲୀଳା ମଧ୍ୟ ଅସଲି ଓ ନକଲି ରହିଥାଏ। ତେବେ ଏଠାରେ ମଧ୍ୟ ବାବା ଅସଲି ହୀରା ଲୀଳା ଦେଉଛନ୍ତି। ପୁଣି ଏସବୁ କି କାମରେ ଆସିବ? ଏହା ହେଉଛି ଜ୍ଞାନରତ୍ନ। ଏହି ହୀରାଲୀଳା ସମ୍ମୁଖରେ ହିଁ ହୀରାଲୀଳାର କୌଣସି ମୂଲ୍ୟ ନାହିଁ। ଯେତେବେଳେ ବ୍ରହ୍ମା ବାବାଙ୍କୁ ଏହି ରତ୍ନ ମିଳିଗଲା ସେତେବେଳେ ସିଏ ଭାବିଲେ ଏହି ହୀରାଲୀଳା ଧନ୍ଦା କୌଣସି କାମର ନୁହେଁ। ଗୋଟିଏ ଗୋଟିଏ ଅବିନାଶୀ ଜ୍ଞାନରତ୍ନର ମୂଲ୍ୟ ଲକ୍ଷ ଲକ୍ଷ ଟଙ୍କା। ତେବେ ତୁମକୁ କେତେ ରତ୍ନ ମିଳୁଛି? ଏହି ଜ୍ଞାନରତ୍ନ ହିଁ ପୁଣି ଅସଲି ହୋଇଯାଉଛି। ତୁମେ ଜାଣିଛ ବାବା ତୁମର ଝୋଲି ଭରିବା ପାଇଁ ଏହି ରତ୍ନ ସବୁ ଦେଉଛନ୍ତି। ଏହା ତୁମମାନଙ୍କୁ ମାଗଣାରେ ମିଳୁଛି। କିଛି ହେଲେ ବି ଖର୍ଚ୍ଚ ନାହିଁ। ସେଠାରେ ତ କାନ୍ଥ ବାଡ଼ ଛାତ ମଧ୍ୟ ହୀରା ଲୀଳାରେ ସଜା ହୋଇଥିବ। ତେବେ ସେଠାରେ ତା'ର କୌଣସି ମୂଲ୍ୟ ରହିବ? ମୂଲ୍ୟ ତ ପରବର୍ତ୍ତୀ ସମୟରେ ବୃଦ୍ଧି ହୋଇଥାଏ। ସେଠାରେ ହୀରା ଲୀଳା ତୁମ ପାଇଁ ମୂଲ୍ୟହୀନ। ଏ କଥା ଉପରେ ପିଲାମାନଙ୍କର ନିଶ୍ଚୟ ରହିବା ଦରକାର। ବାବା ବୁଝାଉଛନ୍ତି ଇଏ ରୂପ ଏବଂ ବସନ୍ତ ଅର୍ଥାତ୍ ଜ୍ଞାନୀ ଓ ଯୋଗୀ ମଧ୍ୟ ଅଟନ୍ତି। ବାବାଙ୍କର ରୂପ କେତେ ସୂକ୍ଷ୍ମ, ତାଙ୍କୁ ଜ୍ଞାନର ସାଗର କୁହାଯାଉଛି। ଏହି ଜ୍ଞାନ ରତ୍ନ ଦ୍ୱାରା ତୁମେ ବହୁତ ଧନବାନ ହୋଇଯିବ। ବାକି କୌଣସି ଅମୃତ ବା ପାଣି ଆଦିର ବର୍ଷା ହୁଏ ନାହିଁ। ପାଠ ପଢ଼ାରେ ଅମୃତ ବା ପାଣି ଇତ୍ୟାଦିର କଥା ହିଁ ନାହିଁ। ଆତ୍ମାକୁ ପବିତ୍ର କରିବା ପାଇଁ କୌଣସି ଖର୍ଚ୍ଚ ଇତ୍ୟାଦିର କଥା ହିଁ ନାହିଁ। ତୁମକୁ ଏବେ ବିବେକ ମିଳିଛି, ଯାହାଦ୍ୱାରା ତୁମେ ବୁଝିପାରୁଛ ପତିତ ପାବନ ତ ଏକମାତ୍ର ବାବା ହିଁ ଅଟନ୍ତି। ତୁମେ ନିଜର ଯୋଗବଳ ଦ୍ୱାରା ପବିତ୍ର ହେଉଛ। ତୁମେମାନେ ଜାଣୁଛ ଆମେ ପବିତ୍ର ହୋଇ ପବିତ୍ର ଦୁନିଆକୁ ଚାଲିଯିବୁ। ଏବେ ଏହା ବିଚାର କର ଯେ ଇଏ ଠିକ୍ ନା ସିଏ ଠିକ୍। ଏହିସବୁ କଥାରେ ବୁଦ୍ଧି ଖର୍ଚ୍ଚ କରିବା ଦରକାର। ଡ୍ରାମାରେ ଏହି ଭକ୍ତିର ପାର୍ଟ ମଧ୍ୟ ରହିବ ହିଁ ରହିବ। ବାବା କହୁଛନ୍ତି ଏବେ ତୁମକୁ ପବିତ୍ର ହୋଇ ପବିତ୍ର ଦୁନିଆକୁ ଯିବାକୁ ହେବ। ଯେଉଁମାନେ ପବିତ୍ର ହେବେ ସେଇମାନେ ହିଁ ସେଇ ଦୁନିଆକୁ ଯିବେ। ଯିଏ ଏହି ଧର୍ମର ଚାରା ହୋଇଥିବେ ସେମାନେ ଆସିଯିବେ। ଅନ୍ୟମାନେ କିଛି ବି ବୁଝିବେ ନାହିଁ। ସେମାନେ ତ ଏହି ପଙ୍କିଳ ଦୁନିଆରେ ଉବୁଡୁବୁ ହେଉଥିବେ। ଅନ୍ତିମ ସମୟରେ ଶୁଣିଲେ କହିବେ ଆହେ ପ୍ରଭୁ ତୁମର ଲୀଳା ଅପରମ୍ପାର। ଆପଣ କିପରି ପୁରୁଣା ଦୁନିଆକୁ ନୂଆ କରୁଛନ୍ତି। ତୁମର ଏହି ଜ୍ଞାନ ଖବରକାଗଜରେ ମଧ୍ୟ ବହୁତ ବାହାରିବ। ବିଶେଷ ରୂପେ ଏହି ଚିତ୍ରକୁ ଖବରକାଗଜରେ ରଙ୍ଗୀନ କରି ଛପାଅ ଏବଂ ଲେଖିଦିଅ ଯେ ଶିବ ବାବା ପ୍ରଜାପିତା ବ୍ରହ୍ମାଙ୍କ ଦ୍ୱାରା ପାଠ ପଢ଼ାଇ ସ୍ୱର୍ଗର ମାଲିକ ଲକ୍ଷ୍ମୀ ନାରାୟଣ କରୁଛନ୍ତି। କିପରି? ଯୋଗର ଯାତ୍ରା ଦ୍ୱାରା। ବାବାଙ୍କୁ ମନେ ପକାଇ ପକାଇ ତୁମର ସବୁ କଳଙ୍କି ଛାଡ଼ିଯିବ। ତୁମେ ରାସ୍ତାରେ ଠିଆଇ ମଧ୍ୟ ସମସ୍ତଙ୍କୁ କଥା କହିପାରିବ ଯେ ବାବା କହୁଛନ୍ତି ମୋତେ ମନେ ପକାଅ, ନିଜକୁ ଆତ୍ମା ମନେ କର। ବାରମ୍ବାର ତାଙ୍କୁ ଏହି କଥା ସ୍ମରଣ କରାଅ ଏବଂ ଦେଖ ତାଙ୍କ ମୁଖମଣ୍ଡଳରେ କିଛି ପରିବର୍ତ୍ତନ ଆସୁଛି ନା ନାହିଁ। ନୟନ ପ୍ରେମାଶ୍ରୁରେ ଭରିଯାଉଛି କି? ତେବେ ଜାଣିବ ଯେ ତାଙ୍କ ବୁଦ୍ଧିରେ କିଛି ରହିଲା। ପ୍ରଥମେ କେବଳ ଏହି ଗୋଟିଏ କଥା ବୁଝାଇବାର ଅଛି। 5000 ବର୍ଷ ପୂର୍ବରୁ ମଧ୍ୟ ବାବା କହୁଥିଲେ ମୋତେ ମନେ ପକାଅ। ଶିବ ବାବା ଆସିଥିଲେ, ସେଇଥିପାଇଁ ତ ଜୟନ୍ତୀ ପାଳନ କରୁଛନ୍ତି ନା। ଭାରତକୁ ସ୍ୱର୍ଗ କରିବା ପାଇଁ ଏହି ଗୋଟିଏ କଥା ବୁଝାଇଥିଲେ ଯେ ମୋତେ ମନେ ପକାଅ, ତୁମେ ପବିତ୍ର ହୋଇଯିବ। ଛୋଟ ଛୋଟ କନ୍ୟାମାନେ ମଧ୍ୟ ଏହିଭଳି ବୁଝାନ୍ତୁ ଯେ ଅବିନାଶୀ ପିତା ଶିବ ବାବା ହିଁ ଏହିଭଳି ବୁଝାଉଛନ୍ତି। ବାବା ଶବ୍ଦ ବହୁତ ମଧୁର। ବାବା ଏବଂ ସମ୍ପତ୍ତି ଏତେ ନିଶ୍ଚୟ ବୁଦ୍ଧି ହୋଇ ପିଲାମାନଙ୍କୁ ରହିବାକୁ ହେବ। ଏହା ହେଉଛି ମନୁଷ୍ୟରୁ ଦେବତା ହେବାର ବିଦ୍ୟାଳୟ। ଦେବତାମାନେ ତ ପବିତ୍ର ହୋଇଥାନ୍ତି। ଏବେ ବାବା କହୁଛନ୍ତି ନିଜକୁ ଆତ୍ମା ଭାବି ମୋତେ ମନେ ପକାଅ। ମନ୍ମନା ଭବ। ଏହି ଶବ୍ଦ ତ ନିଶ୍ଚିନ୍ତ ରୂପେ ଶୁଣିଥିବ। ଯଦି ନ ଶୁଣିଛ ତେବେ ବାବା ଏବେ ଶୁଣାଉଛନ୍ତି। ବାବା କହୁଛନ୍ତି ମୁଁ ହିଁ ପତିତ ପାବନ ଅଟେ, ମୋତେ ମନେ ପକାଅ। ତେବେ ତୁମର ଆତ୍ମାରେ ଥିବା ମଇଳା ସବୁ ସଫା ହୋଇଯିବ ଏବଂ ତୁମେ ସତ ପ୍ରଦାନ ହୋଇଯିବ। ଏହା ହିଁ ମେହନତର କଥା। ଜ୍ଞାନ ପାଇଁ ସମସ୍ତେ କହିଥାନ୍ତି ବହୁତ ଭଲ, ବହୁତ ଶ୍ରେଷ୍ଠ ଜ୍ଞାନ, କିନ୍ତୁ ପ୍ରାଚୀନ ଯୋଗ ବିଷୟରେ କେହି ବି ଜାଣିନାହାନ୍ତି।
ପବିତ୍ର ହେବାର କଥା ତୁମେ ଶୁଣାଇଲେ ମଧ୍ୟ ବୁଝୁନାହାନ୍ତି। ବାବା କହୁଛନ୍ତି ତୁମେ ସମସ୍ତେ ପତିତ ତମ ପ୍ରଦାନ ହୋଇଯାଇଛ। ଏବେ ନିଜକୁ ଆତ୍ମା ଭାବି ମୋତେ ମନେ ପକାଅ। ପ୍ରକୃତରେ ତୁମେ ଆତ୍ମା ମାନେ ତ ମୋର ସାଥିରେ ଥିଲ ନା। ମୋତେ ତୁମେ ଡାକୁଛ, ହେ ପତିତ ପାବନ ଆସ, ଏବେ ମୁଁ ଆସିଛି, ତୁମେ ମାନେ ମୋର ଶ୍ରୀମତକୁ ପାଳନ କର। ଏହା ହିଁ ହେଉଛି ପତିତରୁ ପବିତ୍ର ହେବାର ମତ। ମୁଁ ହେଉଛି ସର୍ବଶକ୍ତିମାନ ସଦା ପବିତ୍ର। ଏବେ ତୁମେ ମୋତେ ମନେ ପକାଅ। ଏହାକୁ ହିଁ ପ୍ରାଚୀନ ରାଜଯୋଗ କୁହାଯାଉଛି। ତୁମେ ତୁମର କର୍ମଧନ୍ଦା ଆଦି କର, ପିଲାଛୁଆଙ୍କୁ ମଧ୍ୟ ଲାଳନପାଳନ କର, କେବଳ ବୁଦ୍ଧି ଯୋଗ ଅନ୍ୟ ସବୁଠାରୁ ଛିନ୍ନ କରି ମୋ ସହିତ ଲଗାଅ। ଏହା ହେଉଛି ସବୁଠାରୁ ମୁଖ୍ୟ କଥା। ଏହି କଥାକୁ ଯଦି ବୁଝିନାହଁ ତେବେ କିଛି ବି ବୁଝିନାହଁ। ଜ୍ଞାନ ଶୁଣିବା ପରେ ତ ବହୁତ କହୁଛନ୍ତି, ବହୁତ ସୁନ୍ଦର ଜ୍ଞାନ ଶୁଣାଉଛ, ପବିତ୍ରତା ମଧ୍ୟ ବହୁତ ଭଲ, କିନ୍ତୁ ଆମେ କିପରି ପବିତ୍ର ରହିବୁ? ସ୍ଥାୟୀ ଭାବରେ ଏହି କଥାକୁ ଗ୍ରହଣ କରୁନାହାନ୍ତି। ଦେବତାମାନେ ସଦାକାଳ ପାଇଁ ପବିତ୍ର ଥିଲେ ନା, ସେମାନେ ପୁଣି କିପରି ପବିତ୍ର ହେଲେ? ଏ କଥା ପ୍ରଥମେ ବୁଝାଇବା ଦରକାର। ବାବା କହୁଛନ୍ତି ମୋତେ ମନେ ପକାଅ। ବାବାଙ୍କୁ ମନେ ପକାଇଲେ ପାପ ନାଶ ହୋଇଯିବ ଏବଂ ତୁମେ ଦେବତା ହୋଇଯିବ। ଆଚ୍ଛା, ମିଠେ ମିଠେ ଶିଖିଲ ଦେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ଭରା ସ୍ମୃତି ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ମାତା ପିତାଙ୍କୁ ସୁପ୍ରଭାତ, ନମସ୍ତେ ନମସ୍ତେ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାର, ନିଜକୁ ଗରିବରୁ ଧନୀ କରିବା ପାଇଁ ବାବାଙ୍କ ଠାରୁ ଅବିନାଶୀ ଜ୍ଞାନ ରତ୍ନ ନେବାକୁ ହେବ। ଏହି ଗୋଟିଏ ଗୋଟିଏ ରତ୍ନ ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି। ଏହାର ମୂଲ୍ୟକୁ ଜାଣି ପାଠ ପଢ଼ିବାକୁ ହେବ। ଏହି ପାଠପଢ଼ା ହିଁ ରୋଜଗାରର ଆଧାର। ଏହା ଦ୍ୱାରା ହିଁ ଉଚ୍ଚ ପଦ ପାଇପାରିବ। ନମ୍ବର 2, ରାମ ସମ୍ପ୍ରଦାୟରେ ଆସିବା ପାଇଁ ସମ୍ପୂର୍ଣ୍ଣ ପବିତ୍ର, ଯିଏକି ଏକମାତ୍ର ବାବା ହିଁ ଅଟନ୍ତି, ତାଙ୍କ ସହିତ ସଙ୍ଗ କରିବାକୁ ହେବ। କୁସଙ୍ଗ ଠାରୁ ସର୍ବଦା ଦୂରରେ ରହିବାକୁ ହେବ। ସବୁଆଡ଼ୁ ବୁଦ୍ଧିଯୋଗ ତୁଟାଇ ଏକମାତ୍ର ବାବାଙ୍କ ସହିତ ଲଗାଇବାକୁ ହେବ। ବରଦାନ, ଶକ୍ତିଶାଳୀ ଯୋଗ ଦ୍ୱାରା ଗୋଟିଏ ସେକେଣ୍ଡରେ ପଦ୍ମର ରୋଜଗାର ଜମା କରୁଥିବା ପଦମ ଭାଗ୍ୟଶାଳୀ ଭବ। ତୁମମାନଙ୍କର ଯୋଗ ଏତେ ଶକ୍ତିଶାଳୀ ହେବା ଦରକାର ଯାହାକି ଗୋଟିଏ ସେକେଣ୍ଡର ଯୋଗ ଦ୍ୱାରା ପଦ୍ମର ସମ୍ପତ୍ତି ଜମା ହୋଇଯାଉଥିବ, ଯାହାର ପ୍ରତି ପାଦରେ ପଦ୍ମର ଆୟ ଜମା ହେଉଥିବ। ତା ଖାତାରେ କେତେ ପଦ୍ମ ଜମା ହୋଇଯିବ। ସେଥିପାଇଁ କୁହାଯାଏ ପଦମ ଭାଗ୍ୟଶାଳୀ। ଯଦି କାହାର ବହୁତ ଭଲ ରୋଜଗାର ହେଉଥିବ ତେବେ ତାର ରୋଜଗାର ଚମକି ଅନ୍ୟ ପ୍ରକାରର ହୋଇଯିବ। ତେଣୁ ତୁମମାନଙ୍କ ଚେହେରାରୁ ମଧ୍ୟ ପଦ୍ମର ରୋଜଗାର ନିଶା ଦେଖାଯାଉ। ଏହିଭଳି ଆତ୍ମିକ ନିଶା, ଆତ୍ମିକ ଖୁସି ରହୁ, ଯାହାକି ଅନ୍ୟମାନେ ଅନୁଭବ କରିବେ ଯେ ଏମାନେ ସମସ୍ତଙ୍କ ଠାରୁ ଅଲଗା ଅଟନ୍ତି। ସ୍ଲୋଗାନ, ଡ୍ରାମାରେ ସବୁକିଛି ଭଲ ହିଁ ହେବ। ଏହି ସ୍ମୃତି ଆଧାରରେ ଚିନ୍ତାମୁକ୍ତ ସମ୍ରାଟ ହୁଅ। ओम शांति। है हमने प्यार वो पाया जो दुनिया पा नहीं सकती। मोरली तेनी समान मो बाप समान आत्मा अटे, मो सर्वाकर्षण मुक्त आत्मा अटे, मो स्मृति स्वरूप आत्मा अटे।